ମା କହିଦେଲା ଧ୍ରୁବରେ ତୁ ଯା ଜଙ୍ଗଲକୁ ଯା ସେ ଭଗବାନଙ୍କୁ ପ୍ରାର୍ଥନା କର ଭଗବାନଙ୍କୁ ଖୋଜ ଯେତେବେଳେ ତୁ ଭଗବାନଙ୍କୁ ପାଇଯିବୁ ସେ ତତେ ସବୁ କିଛି ଦେଇଦେ ମା କଥାକୁ ସତ୍ୟମଣି ଯୋଉ ଧ୍ରୁବ ସୁନା ରୂପା ହାତୀ ଘୋଡ଼ାରେ ଖେଳିବା କଥା ରାଜକୀୟ ପ୍ରସାଦ ଭିତରେ ରହିବା କଥା ଆଜି ରାତି ଅଧରେ ସେଇ ଧ୍ରୁବ ଘରକୁ ପରିତ୍ୟାଗ କରି ରାଜ୍ୟ ପରିଭୋଗ ମା ବାପାକୁ ଛାଡ଼ିକରି ଭଗବାନଙ୍କୁ ପାଇବା ଆଶାରେ ଆଜି ଘର ଛାଡ଼ି ଚାଲି ଚାଲି ଯାଉଛନ୍ତି ଏଇ ସମୟରେ ଚାଲି ଚାଲି ଯାଉଛନ୍ତି ହଠାତ୍ ନାରଦକୁ ଦେଖିଲେ ନାରଦ କହିଲେ ଧ୍ରୁବ କହିଲେ କିଏ ତମେ ନା ମୁଁ ଦେବତା ମାନଙ୍କ ଋଷି ନାରଦ ନାରଦ କୁଆଡ଼େ ଯାଇଛ ନା ତୁ କୁଆଡ଼େ ଯାଉଛୁ ତୁ ଗୋଟେ ରାଜା ପିଲା ତୁ କୁଆଡ଼େ ଯାଉଛୁ ନା ମୁଁ ଭଗବାନଙ୍କୁ ଖୋଜିବା ପାଇଁ ଯାଉଛି ନା ଧ୍ରୁବରେ ବିନା ଗୁରୁରେ ତ କେହି ଭଗବାନ ପାଇବେନି ତୁ ତ କାହାକୁ ଗୁରୁ କରିନୁ ନା ଆପଣ ତ ଦେବତା ମାନଙ୍କ ଋଷି ଆପଣ ତ ବ୍ରହ୍ମାଙ୍କର ପୁତ୍ର ଆପଣ ଯଦି ଜାଣିଛନ୍ତି ଗୁରୁ ନ କଲେ ଭଗବାନଙ୍କୁ ପାଇବେ ତାହେଲେ ଆପଣ ମୋତେ କୁହନ୍ତୁ ଗୁରୁ କୋଉଠୁ ମିଳିବେ ଗୁରୁ କିଏ ହେବା ଦରକାର ନା ଗୁରୁ ଯେ ତ୍ରିକାଳଦର୍ଶୀ ସନ୍ଥ ହେଇଥିବ ଯେ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରୀଭୂତ କରିଥାଏ ଆପଣ ଯଦି ଦେବତା ମାନଙ୍କୁ ବାଟ ଦେଖେଇ ପାରୁଛନ୍ତି ମୋତେ ଆପଣ କାହିଁ ବାଟ ଦେଖିପାରିବେନି ସାଙ୍ଗେ ସାଙ୍ଗେ ଗୋଡ଼ ଧରି ପଡ଼ିଗଲା କହିଲେ ଆପଣ ଆଜିଠାରୁ ମୋର ଗୁରୁ